ସାଙ୍ଗମାନେ ଆଜି ଗୋଟେ ଇଭିନିଂ ୱାକ୍ରେ ଯିବା କି? ଏବେର ବ୍ୟସ୍ତବହୁଳତା ସମୟରେ ନିଜ ପାଇଁ ଟିକେ ସମୟ ବାହାର କରିବା ନିହାତି ଜରୁରୀ। ଅନ୍ୟମାନଙ୍କ କଥା ଚିନ୍ତା କରି ଅନ୍ୟମାନଙ୍କ ପାଇଁ କାମ କରି କରି ଆମେ ନିଜେ ଏତେ ଥକି ଯାଆନ୍ତି ଯେ ଲାଇଫ୍ରେ ନିଜକୁ ହିଁ ଆମେ ଭୁଲି ଯାଆନ୍ତି। ତ ନିଜ ପାଇଁ ବି କିଛି ସମୟ ଦେବା, ନିଜର ମନକୁ ଶାନ୍ତ ରଖିବା, ନିଜର ମାଇଣ୍ଡ ରିଫ୍ରେଶ୍ କରିବା, ନିଜର ସାମର୍ଥ୍ୟ ଅନୁସାରେ ନିଜକୁ କିଛି ଉପହାର ଦେବା, ଏସବୁ କରିବା ନିହାତି ଜରୁରୀ ମୋତେ ଲାଗେ। ତ ଯେତେବେଳେ କି ସମୟ ପାଉଛନ୍ତି ତା'ର ସଦୁପଯୋଗ କରନ୍ତୁ, ନିଜକୁ ଟିକେ ସମୟ ଦିଅନ୍ତୁ, ନିଜର ମାନସିକ ଶାନ୍ତି ପାଇଁ ଟିକେ ଇଭିନିଂ ୱାକ୍ କରନ୍ତୁ, ଟିକେ ବୁଲାବୁଲି କରନ୍ତୁ। ତ ଆପଣମାନେ ଦେଖିବେ ଆପଣମାନଙ୍କୁ ଭଲ ଲାଗିବ। ଆମର ଟିକେ ବୁଲାବୁଲି ବି ହେଇଗଲା, କିଛି ସପିଂ ବି ହେଇଗଲା। ତ ତାପରେ ବିନା ଗୁପଚୁପରେ କ'ଣ ସପିଂ କମ୍ପ୍ଲିଟ୍ ହେବ? ତ ଆପଣମାନେ ଭାବୁଛନ୍ତି କି ଗୁପଚୁପ୍ ମୁଁ ଖାଇଲି? ନାଇଁ ମ, ଗୁପଚୁପ୍ ମୁଁ ଖାଏ ନା। ମୁଁ ସିନା ଖାଏ ନା, ହେଲେ ଅନ୍ୟମାନେ ତ ଖାଇବେ ନା। ତ ଆପଣମାନେ ଭାବୁଥିବେ ମୁଁ ଝିଅ ଛଡ଼େଇ ଗୁପଚୁପ୍ କେଉଁ ପାଇଁ ଖାଉନି? ମୋତେ ଗୁପଚୁପ୍ ଭଲ ଲାଗେ ନା। ମୁଁ ଆଇ ଥିଙ୍କ 3 ବର୍ଷ ହେବ ଗୁପଚୁପ୍ ମୁଁ ଛାଡ଼ି ଦେଇଛି। ଗୁପଚୁପ୍ ମୁଁ ଖାଏ ନା। ତା ସହିତ କିଛି ସପିଂ ଯେମିତିକି ଆଜି ଯେମିତି କହିଲି କି ଆପଣଙ୍କୁ ଟିକେ ସମୟ ମିଳିଥିଲା, ତା ସହିତ କିଛି ମୁଁ ଭାବିଲି କି ସପିଂ ଆମେ କରିଦେବା। କିଛି ଜିନିଷ ଆମର ଆଣିବାର ବି ଥିଲା, ତା ସହିତ କିଛି ସ୍ନାକ୍ସ, କିଛି ଏସବୁ ଆଇଟମ୍ କିଛି କିଣିବାର ଥିଲା। ଯେହେତୁ ସମୟ ମିଳିଛି ତେଣୁ ଏସବୁ ନେଇ ଆସିଲୁ ଆମେ। ତ ତାପରେ ଏସବୁ ଆଣିଲା ପରେ ନିଜ ପାଇଁ କିଛି ଆମେ ନିଜର ସାମର୍ଥ୍ୟ ଅନୁସାରେ ନିଜକୁ ଯେଉଁ ଉପହାର ଦିଅନ୍ତି ତାଠୁ ଶାନ୍ତି ଆତ୍ମସନ୍ତୋଷ ଆମକୁ କେଉଁଠାରେ ବି ମିଳେ ନା। ତେଣୁ ମୁଁ ଏ ସିଲଭର ବ୍ରେସଲେଟ୍ଟି ଆଣିଲି। ମୋତେ ପର୍ସନାଲି ବହୁତ ଭଲ ଲାଗିଲା। ଆପଣଙ୍କୁ କେମିତି ଲାଗିଲା କହିବେ। ଆଜିକାଲି ତ ଗୋଲ୍ଡ ରେଟ୍ ଯାହା ହେଲାଣି ଆପଣମାନେ ଜାଣିଥିବେ। ତେଣୁ ସିଲଭର ଟିକେ କାମ ଚଳେଇଦେବା ଆଉ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।